हेलो फ्रेंड्स, जय जगन्नाथ। आपको मो यूट्यूब चैनल के लिए लाइव जैकेसी क्रिएशन तक को पुणी थे स्वागत। देखा आज आम देखा जो शिक्षण अभिवृद्धि कार्यक्रम चली तार आमर वर्कबुक्र पंचम श्रेणी वर्कबुक्र आम कार्यक्रम 46 को देखिए ओडिया देख ओडिया आम कार्यक्रम 46 को देखिए। शिक्षण कार्य एक कौन देला ना पाख कोठरू शब्द आणिकी आस गोटे कविता लेखिबा। आमरी गाँ चुनेई अनेई रंगर रसर दनेई। देख करके आम गोटे लिखिया कविता। तो देख ये आम शिक्षण कार्य बर्तमान करवा। आमरी गाँव कौन दनेई कौन हम दनेई आमरी गाँव दनेई रही आकाशे अनेई रही आकाशे अनेई देखे पक्षी केते रंगर देखे पक्षी रंगर रखता कि पोषा मने हम एमती कविता। ठीक अच्छे शिक्षण कार्य एक बर्तमान 2 को जीवा। 2 रे देला देख तल थिबा आमर जातीय पताका को देख और ता विषय 3टी धाड़ी तलपटरे हमको लिखे को कही। तो आम लिखा बर्तमान लिखब आम देशर पताकार नाम त्रिरंगा पताका है। आम जातीय पताकार आम जातीय पताकार पताकार 3टी रंग अच्छी 3टी रंग अच्छी। हम जातीय पताकार केतेटा रंग अच्छी 3टा रंग अच्छी है। लिख सबुज रंग फर्स्ट कौन अच्छी देख फर्स्ट कमला रंग है। तो लिख कमला रंग है। कमला रंग साहस और वीरत्व है। धला रंग शांति और सबुज रंग विप्लव प्रतीक रूपे प्रतीक भावे है आम जानू है। तापर लिख जातीय पताकार मझिरे गोटे चक अच्छी गोटे चक्र अच्छी ताकू आमे अशोक चक्र कहबा। अशोक चक्र कहू यह आमर एकता को बुझाए
লিখিব ଅଶୋକ ଚକ୍ରରେ ଅଶୋକ ଚକ୍ର ମଝିରେ 24ଟି ଅଖ ଅଛି ଏମିତି ଲେଖିଦେବ ଅଖ ଅଛି। ଠିକ୍ ଅଛି, ବର୍ତ୍ତମାନ ଆମର ଏହି କାର୍ଯ୍ୟପଦ୍ଧତି ସରିଯାଇଛି। ନେକ୍ସଟ କାର୍ଯ୍ୟପଦ୍ଧତି ଆମେ ବର୍ତ୍ତମାନ ଦେଖିବା। ଠିକ୍ ଅଛି, ନେକ୍ସଟ କାର୍ଯ୍ୟପଦ୍ଧତି ଯିବା। ତ ଦେଖ ଆମର କାର୍ଯ୍ୟପଦ୍ଧତି 47ରେ ଦେଲା ଆକ୍ରମଣ 16ରେ 1 ନମ୍ବର ଦେଇଛି କ'ଣ ଦେଖ ନା ଦେଲା ଆମେ ଜାତୀୟ ପତାକା କେଉଁ ଦିନ ଉଡ଼େଇଥାଉ? ତଳକୋଠରେ ଲେଖ। ସ୍ୱାଧୀନତା ଦିବସ, ରଜ ଉତ୍ସବ, ନୂଆଖାଇ, କୁମାର ପୂର୍ଣ୍ଣିମା। କେଉଁଦିନ? ଆମେ ସ୍ୱାଧୀନତା ଦିବସ ଦିନ ଉଡ଼େଇଥାଉ। କେଉଁଦିନ? ସ୍ୱାଧୀନତା ଦିବସ ଲେଖିଦେବ ଏଠି। ସ୍ୱାଧୀନତା ଦିବସ ଦିନ ଉଡ଼େଇଥାଉ ହେଲା। ତାପରେ 2ଟା ଦେଖ, 2 ଦେଲା ଭାରତର ମୁକୁଟ ବୋଲି କବିତାରେ କାହାକୁ କୁହାଯାଇଛି? ଠିକ୍ ଉତ୍ତର ତଳେ ଗାର ଦିଅ। ବିନ୍ଧ୍ୟ, ନୀଳଗିରି, ହିମାଳୟ, ଆରାବଳୀ। ତାକୁ ହିମାଳୟକୁ କୁହାଯାଇଛି ମୁକୁଟ ବୋଲି। ଠିକ୍ ଅଛି, ନେକ୍ସଟ ଦେଖ 3 ନମ୍ବର ଦେଖ, ଏ ଦେଶର ଶିଶୁକୁ କାହା ସହ ତୁଳନା କରାଯାଇଛି? ଠିକ୍ ଉତ୍ତରଟି ତଳେ କୋଠରେ ଲେଖ। ଏ ଦେଶର ଶିଶୁକୁ କାହା ସହିତ ତୁଳନା କରାଯାଇଛି ନା ବାରବାର ରକ୍ତ କମଳ ସହିତ ତୁଳନା କରାଯାଇଛି। ଠିକ୍ ଅଛି, ନେକ୍ସଟ ଦେଖିବା। 4 ଦେଖ, ଫୁଲ ପାଇଁ କେଉଁ କଥାଟି ଠିକ୍ ଲାଗୁଛି? ଠିକ୍ ଚିହ୍ନ ଆକାରରେ ଦିଅ। କାକଳି, ସୁରଭି, ବଳ, ସରଗ। ତ କ'ଣ କୁହାଯାଇଛି? କାକଳି ମାନେ ହେଲେ ଫୁଲ। ଦେଖ ଏଟା ତମେ ଲେଖିବ କ'ଣ ନା ଫୁଲ ପାଇଁ କୋଉଟା ଲେଖିବା ଆମେ? ସୁରଭି। ଫୁଲ ପାଇଁ କ'ଣ ଲେଖିବା? ସୁରଭି। ଫୁଲ ଅର୍ଥ ସୁରଭି ହେଲା, ଅନ୍ୟ ନାମ ହେଲା ସୁରଭି। ତାପରେ ଦେଖ 5 ନମ୍ବର ଦେଲା କ'ଣ ଦେଖ, ପର ପଦଟିକୁ ମନେ ପକାଇ ତଳ କୋଠରେ ଲେଖ। ଏହି ଭାରତର ସନ୍ତାନ ଆମେ ଅଗଣିତ ଶିଶୁ। ଏମିତି ଲେଖିଦେବ। ତାପରେ ଦେଖ କବିତାରେ ଯେପରି ଅଛି ସେପରି ସଜାଡ଼ି ଲେଖ। ଏ ଦେଶ ମାଟିରେ ଆମ ଦେହ ଗଢ଼ା। ଏ ଦେଶ ମାଟିରେ ଆମ ଦେହ ଗଢ଼ା। ଏ ଦେଶ ମାଟିରେ ଗଢ଼ା ଆମ ଦେଶ, ଆମ ଦେହ ଲେଖିବ। ଏ ଦେଶ ମାଟିରେ ଗଢ଼ା ଆମ ଦେହ, ଦେଖ 7 ନମ୍ବର, କବିତାରେ ଯେପରି ଅଛି ସେପରି ସମ୍ପର୍କ ଯୋଡ଼ି ପାଖ ଘରେ ଲେଖ। ମଧୁର କାକଳି, ନବ କହିଲେ କ'ଣ ଦେଖ, ଏଇଟା କ'ଣ ହବ? ନବର ଅର୍ଥ କିସ ଲୟ ହେଲା। ତାପରେ ଦେଖ କ'ଣ କହନ୍ତି ପାଖ କୋଠରେ ଲେଖ। ଫୁଲର ବାସ୍ନା କୁହାଉଛି ସୁରଭି। ତାପରେ 9 ନମ୍ବର ଦେଖ, 9 ନମ୍ବର ଦେଲା ଜନନୀ ଶବ୍ଦଟିକୁ ଲିଙ୍ଗ ପରିବର୍ତ୍ତନ କଲେ କ'ଣ ହବ? ତଳ କୋଠରେ ଲେଖ। ଜନନୀ, ଜନକ ହବ ହେଲା। ତାପରେ ଦେଖ ନେକ୍ସଟ 10 ନମ୍ବର, ତପନ ଶବ୍ଦର ଏକା ଅର୍ଥ ବୁଝାଉଥିବା ଆଉ ଗୋଟେ ଶବ୍ଦ ତଳ କୋଠରେ ଲେଖିବା। ତପନ ସୂର୍ଯ୍ୟ ହେଲା, ରବି ଭାସ୍କର ଏମିତି ଲେଖିଦେବ। ତାପରେ ଆହୁରି ଲେଖିବ ପ୍ରଭାକର ହେଲା, ଏମିତି ଲେଖିଦେବ। ତ ବର୍ତ୍ତମାନ ଏ କାର୍ଯ୍ୟପଦ୍ଧତି ମଧ୍ୟ ସରିଯାଇଛି ହେଲା।
ଆମେ ଯଦି ଏମିତିକା ନୂଆ ନୂଆ ଭିଡ଼ିଓ ଦେଖିବାକୁ ଚାହୁଁଛୁ ତାହେଲେ ଆମ ଚ୍ୟାନେଲକୁ ଲାଇକ୍ ସେୟାର ଆଉ ସବସ୍କ୍ରାଇବ୍ କରିବା। ମୁଁ ଜମା ରୋଲିଂ ରହୁଛି। ଜୟ ଜଗନ୍ନାଥ।